नमस्कार ओडिशा। आज नवेम्बर मास 28 तारीख शुक्रवार। आजिर पाणीपाग अपडेट आसी जाइछि। बात्या हला दुर्बल, ओडिशा रे शीत हेबो प्रबल, पुणी 30 रु वर्षार संभावना। बंगोपसागर रे सृष्टि हला बात्या डिटुआ, केउटी हेबो माड़। शेषरे जहाँ आशंका करा जाइथिला ताहा सत होइछि। बंगोपसागर रे सृष्टि होइछि बात्या। एने पाणीपाग विभाग तरफରୁ सूचना दिया जाइछि। ସେହି अनुसारे बंगोपसागरर दक्षिण पश्चिम अंचल श्रीलंका उपकूଳରେ ଏହି ବାତ୍ୟା ସୃଷ୍ଟି ହୋଇଛି। ଏହାର ନାମକରଣ କରାଯାଇଛି। ଏହାର ନାମ ହେଉଛି ଡିଟୁଆ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡୁ ପଣ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଛି। ହେଲେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପଣ୍ଡୁଚେରୀ ଏହାର ପ୍ରଭାବ ପଡ଼ିବ। ତେବେ ଆସନ୍ତା 30 ତାରିଖରୁ ଡିସେମ୍ବର 2 ତାରିଖ ମଧ୍ୟରେ ଓଡ଼ିଶାରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏପଟେ ପୁଣି ଥରିଲା ଓଡ଼ିଶା। ଆସନ୍ତା 2 ଦିନ ଘନ କୁହୁଡ଼ି ଆଶଙ୍କା। ଏହିସବୁ ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ପୁଣି ଥରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଆସନ୍ତା 2 ଦିନ ମଧ୍ୟରେ ଓଡ଼ିଶାରେ କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 2 ଦିନ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତକାଲି ଗୁରୁବାର ରାଜ୍ୟରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 2 ରୁ 4 ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ 6 ଡିଗ୍ରୀ କମ୍ ରେକର୍ଡ କରାଯାଇଛି। ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ 3 ରୁ 5 ଡିଗ୍ରୀ କମ୍ ରହିଥିଲା। ରାଜ୍ୟରେ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ତାପମାତ୍ରା ସ୍ୱାଭାବିକଠାରୁ 2 ରୁ 3 ଡିଗ୍ରୀ କମ୍ ଥିବା ଲକ୍ଷ୍ୟ କରାଯାଇଛି।